ଯେତିକି ମୋର ବରଣ୍ୟ ବିଦ୍ୱାନ ମାନେ ଆଜି ବସି ପାଲା ଶ୍ରବଣ କରୁଛନ୍ତି ଆପଣ ମାନେ ଜଣେ ଜଣେ ପାଲାର ଉଚିତ ବିଚାରକ। ଜଗନ୍ନାଥଙ୍କର ସ୍ତ୍ରୀ କୋଉଠୁ ଆସିବ? ଜଗନ୍ନାଥ ପରା ନିଜେ ସ୍ତ୍ରୀ। କିଏ ସ୍ତ୍ରୀ? ଜଗନ୍ନାଥ ନିଜେ ସ୍ତ୍ରୀ। ସାରେ ଖାଲି କହିଲେ ହବ ନାହିଁ। କଣ ସ୍ତ୍ରୀର କର୍ତ୍ତବ୍ୟ ଜଗନ୍ନାଥଙ୍କଠି ନାହିଁ? ସ୍ତ୍ରୀ ମାନେ ପିଲା ଜନ୍ମ ଦେଇ ପାରନ୍ତି। ଆଚ୍ଛା ଯଦି ଜଗନ୍ନାଥ ସ୍ତ୍ରୀ ସେ ପିଲା ଜନ୍ମ ଦେଇ ପାରିବେ? ମାଇଲାରେ ବାପା ଘାଟି ଦେବି। তুই এক নম্বর লোক ভাই କଣ କହିଲୁ? ଜଗନ୍ନାଥ ଯଦି ସ୍ତ୍ରୀ ନାରୀ ମାନେ ଗର୍ଭଧାରଣ କରନ୍ତି, ସନ୍ତାନ ପ୍ରସବ କରନ୍ତି। ନାରୀ ମାନେ ନାରାୟଣୀ। ନାରାୟଣୀ କାରଣ ପ୍ରତ୍ୟେକ ପୁରୁଷ ଆପଣ ମାନେ ଯେତେ ବସିଛନ୍ତି ସମସ୍ତେ ଦିନେ ସେଇ ନାରୀ କି ମା ଗର୍ଭରେ ଥିଲେ ନା ନାଇଁ? ସମଥିଲା। ତେଣୁ ନରଇ ଏ ନାରୀ ହଉଛନ୍ତି ନାରାୟଣୀ। ନାରାୟଣୀ ଜଗନ୍ନାଥ ଯଦି ସ୍ତ୍ରୀ ହେବେ ତାହେଲେ ଜଗନ୍ନାଥ ମା ମାନଙ୍କ ପରି ଆଜ୍ଞା ସନ୍ତାନ ଗର୍ଭ ଧାରଣ କରି ପିଲା ଜନ୍ମ ଦଉଛନ୍ତି କି ନାହିଁ? ଯଦି ଜନ୍ମ ଦେଇପାରିବେ ଜନ୍ମ ଦଉଛନ୍ତି କି ଜଗନ୍ନାଥ? ହଁ। ବର୍ଷକୁ କେତେଥର? ଆପଣଙ୍କର ଅବିଶ୍ୱାସ ହେଲେ ପଣ୍ଡା ମାନଙ୍କୁ ଯାଇ ପଚାରିବେ, ଯଦି ମଉସା ହସୁଛ କାହିଁକି? ଇଏ କଣ ଆଉ ଏ ସାଲ ବେଗ କଥା କହିକି ମୁଁ ଠକିକି ଯିବି? ନା। ଜଗନ୍ନାଥ ପିଲା ଜନ୍ମ କରନ୍ତି କି ନାହିଁ କି ପଣ୍ଡାଙ୍କୁ ପଚାରିବେ। ଆପଣ ମାନେ ଜାଣନ୍ତି ଜଗନ୍ନାଥଙ୍କ ଧାମରେ ସେ କହୁଥିଲେ ପାହାଚ କେତେ? 22। ଗଲେ ଗଣିବେ କେମିତି 22 ପାହାଚ? ଏବେ ଢଳେରେ ପୋତି ହେଇଯିବ। ଯାହା ଦେଖିବ ତା ଲେଖା ହେଇନି। ନା ଯାହା ଲେଖିବ ତା ଦେଖି ପାରିବନି। ଲେଖା ଲଗା ଦେଖା ଲଗା। ସାରିଆ ଭିକ କହିଛନ୍ତି, ମୁଁ କହିବି ଜଗନ୍ନାଥ ବର୍ଷକୁ 3 ଥର ପିଲା ଜନ୍ମ କରନ୍ତି। ପ୍ରମାଣ ସେ କେମିତି ସୁଖ ପ୍ରସବ ହବ ଔଷଧ ଦିଆଯାଏ ତାଙ୍କୁ। ଯେମିତି ଜ୍ୱରରେ ପଡନ୍ତି, ଅଣସର ଘରେ ରୁହନ୍ତି, ବଡ ବଡିଆ ମଠରୁ ଫୁଲୁରି ତେଲ ଯାଇ ଘଷା ହୁଏ ନା ନାଇଁ? ହୁଏ ନା ନାଇଁ? ସେମିତି ଜଗନ୍ନାଥ ଗର୍ଭଧାରଣ କରନ୍ତି। ସେତେବେଳେ ମା ମାନଙ୍କର ପୁରୁଣା କାଳିଆ ମା ମାନଙ୍କ ପାଇଁ ମେଡିକାଲ ସୁବିଧା ନଥିଲା। ସେ ଶୂଳ କଷ୍ଟରୁ ନିବୃତ୍ତ ହବା ପାଇଁ ଶାବଳ ଫାବଳ ପୋତା ହେଇ ତା ଧରିକି କଷ୍ଟ ପାଆନ୍ତି। ଠିକ ନା ଭୁଲ? ସେମିତି ଗୋଟିଏ ଦଣ୍ଡ ପୋତା ହୁଏ ଜଗନ୍ନାଥଙ୍କ ପାଖରେ। ଜଗନ୍ନାଥଙ୍କ ଯେତେବେଳେ ମାନେ ଗର୍ଭ କଷ୍ଟ ହୁଏ, କହିବି ତାକୁ ଏତେ ଶୀଘ୍ର କହିଦେଲେ ଅଡୁଆ କିନ୍ତୁ ଆପଣ ମାନେ ଦେଖନ୍ତୁ ଜଗନ୍ନାଥ ଧାମରେ ସବୁ ବ୍ୟତିକ୍ରମ। ଆଶ୍ଚର୍ଯ୍ୟ ନ କହିକି ସାଲ ବେଗ କଥା କଣ କହୁଛ? ଜଗନ୍ନାଥ ଧାମକୁ ଯିବୁ ଦେଖିବୁ ସବୁ ବାଉଳା ଚାଉଳା ଯାହା ଲେଖା ହେଇଛି ତା ଦେଖା ହେଇନି। କବି ମାନଙ୍କର ଇତିହାସ ଜଣା ଅଛି। ଏ ପୁଅ ଇତିହାସର ଅଜ୍ଞାତ ଅଧ୍ୟାୟ। ଏ ଗୋଟେ ନାରୀ ଇଏ ଇତିହାସ ମୁକ ହେଇଗଲା, କହିପାରିବନି ତାଙ୍କ ଘର କୋଉଠି। ଗୋଟିଏ ଭଜନ ବିନା 2ଟି ଭଜନ ନାହିଁ। ସାରିଆ ଭିକ ଗୋଟିଏ ଭଜନ ବିନା 2ଟା ଭଜନ ନାହିଁ। ଇତିହାସ ନୀରବ, କହିପାରିବନି ତାଙ୍କ ଘର କୋଉଠି। ସେ ଗୋଟିଏ ଭଜନ ଲେଖିଲେ, ଯାହା ଲେଖିଲେ ଆମେ ତା ଶ୍ରୀକ୍ଷେତ୍ର ଧାମରେ ଦେଖୁନୁ। କହିଲା 22 ପାହଚ ପକା କୈବଲ୍ୟ ହେଉଛି ଏଠି ଲେଖିଲେ ସାରିଆ ଭିକ 22 ପାହାଚ ପକା ପକା। କେହି କହନ୍ତି 22 ପାହାଚ ତକା। ସେ ଯାହା ହଉ କୈବଲ୍ୟ ହେଉଛି ବିକା, ହାଣ୍ଡିକ ପଡେ ଶିଉକା। ଇଏ 3ଟା ଯାକ ଭୁଲ। ସାର୍ କେମିତି ଭୁଲ ହେଲା? 3ଟା ଯାକ ଭୁଲ। 3ଟା ଯାକ କିଛି ମିଳୁନାହିଁ, ତାର କିଛି ମାନେ ପ୍ରମାଣ ମିଳୁନାହିଁ। 3ଟା ଯାକ ପ୍ରଥମତଃ ପାହାଚ ଜଗନ୍ନାଥଙ୍କ ଧାମରେ 22 ନୁହଁ 19। ପାହାଚ 19। ମହାପ୍ରସାଦ ବିକ୍ରି ହୁଏ, କୈବଲ୍ୟ ବିକ୍ରି ହୁଏ ଆନନ୍ଦ ବଜାରରେ। 22 ପାହାଚ ଉପରେ ବିକ୍ରି ହଉନି। ପାହାଚ ତ 22 ନାହିଁ। ଆଉ କେତେବେଳେ ଶିଉକା ପଡୁଥିବ। ଏବେ 25 ପଇସାରୁ ବସ୍ତାଏ ନେଲେ କିଏ ପାନ ଖଣ୍ଡେ ଦବ? ଏବେ ଅବଢା ଆପଣ 25 ପଇସାରେ ପାଇବେ ନା। ତାହେଲେ ଏ 3ଟା ଯାକ ଭୁଲ। ସାରିଆ ଭିକ କଣ ମୂର୍ଖ ଭୁଲ ଲେଖିଲେ? ନାଇଁ ଆଜ୍ଞା,
ସାରିଆ ଭିକ ଲେଖା ଠିକ ହଁ ମୋ ଗାଇବା ଠିକ ପଣ୍ଡିତ ମାନେ ଶୁଣିବା ଠିକ କିନ୍ତୁ ଆମ ପାଳି ଧରିବାଟା ଭୁଲ ହଉଛି ବୋଧେ। ନାଇଁ ନାଇଁ ଆଉ କାହାର ଭୁଲ ହବ ତୋର ଭୁଲ ହବ ତୁ ଜମିଦାର ଭଳିଆ ବସିଛୁ ସାର୍ ନମସ୍କାର। ତୋ ଜବ ମୋର ନମସ୍କାର ଦରକାର ନାହିଁ ଯୋଉ ମୂର୍ଖ ଆମର ବାଦିପାଲା ଶତ୍ରୁଙ୍କ ବସା ଘରେ ଯାଇ ବସିଛି ତା ନମସ୍କାର କଣ ମୋ ଦରକାର ତୁ ହିତ ଶତ୍ରୁ ଗୃହ ଭେଦି ବିଭୀଷଣ ଆମ କଥା ଯାଇ ତାଙ୍କ ଆଗରେ କହୁଛି ସେ ପଚାରିଲେ ପଚାରିଲେ ଆଙ୍କୁ କାହିଁ ପଚାରିଲେନି ଇଏ କହି ଯାଇଲେନି ବୋଲିକି ଡାକୁନ। ବସିକି ଶୁଣ ଆଜ୍ଞା ସେଗୁଡା କରିବୁନି ତୁ ଏମିତି ତମ ଗାଁରେ କରାଉ କିରେ ଆଜ୍ଞା ହେଁ? ହଁ ହେ ଭଗବାନ ଘର ଝଗଡ଼ା ଲଗେଇ ଦେଇ ଆସିବ ଶୁଣୁ ହଁ। 22 ପାହାଚ ଉପରେ ଏବେ ବିକ୍ରି ହଉଛି କହିବଲ୍ୟ ଏବେ 25 ପଇସା ଅଛି ତ ପାଖରେ ଚଳୁନି ଆଉ ଫୋପାସିଲି ସବୁ 25 ପଇସା ଯଦି ଦବୁ ସେ 22 ପାହାଚକୁ ଅତିକ୍ରମ କରିବୁ ସେ ପାହାଚ ଦେଖା ଯାଉନି ନା 22 ପାହାଚକୁ ଅତିକ୍ରମ କରିବୁ 25 ପଇସା ଦେଲେ ସିନା ତ ଏଣ୍ଟ୍ରି ହବୁ ସେ ପୁରା ଚଳୁନାହିଁ। ରହ। କିଏ କହିଲା ଚଳୁନି ହେଁ? ଏବେ ଚଳୁଛି ତମ ଜଗତସିଂହପୁରରେ ଚଳୁଥିବ। ଗୋଳମାଳ କରନା ସେଇଠି କୈବଲ୍ୟ ଦାତା କୈବଲ୍ୟ ଦେବେ ବା ଆଉ 25 ପଇସା ତ ତୁ ତ ସମର୍ପଣ କରିପାରିବୁ ନାହିଁ ତୁ କେତେ କୃପଣ ଆଉ ମୁକ୍ତି ପାଇବୁ କେମିତି ତାହେଲେ 25 ପଇସା ତାହେଲେ ମୋ ମା ମାନେ ହଁ ମୁଁ ଆପଣ ମାନଙ୍କ ପାଇଁ ରଖିଲି ଜଗନ୍ନାଥ ବର୍ଷକୁ 3 ଥର କେତେବେଳେ ପିଲା ଜନ୍ମ ଦଉଛନ୍ତି ହଁ ହଁ ଆଉ 22 ପାହାଚ ଉପରେ 3ଟା ପାହାଚ କିଏ କୋଉ 25 ପଇସା ଦେଲେ କିଏ ଦେବେ ବା। ମୁଁ କୈବଲ୍ୟ କହିବଲ୍ୟ ଆଉ ଗୋଟେ ପଦ ସାରିଆ ଭିକଙ୍କର ଦେଖୁନାହାନ୍ତି କଣ କହିଲ କେମିତି ପଣ୍ଡିତେ ସବୁ ବାଉଳା ଚାଉଳା ବାଟରେ କହିଲା ବାଟରେ ବାଟ ମଙ୍ଗଳା लो ବଉଳ ଧୀରେ ଧୀରେ ତୁମେ ତୁମେ ନ ଧର ମୁଁ ତୁମକୁ ଧରିବା ପାଇଁ ବେଶୀ କହୁନି ହଁ ଆଜ୍ଞା ମୁଁ କଣ ଫଟା କଣ୍ଟିଆ ହେଇଛି କି ନା ବାଟରେ ବାଟ ମଙ୍ଗଳା लो ବଉଳ ଦେଖିବା ଅଠର ନଳା ବାଟରେ ବାଟ ମଙ୍ଗଳା ଧୀରେ ଧୀରେ ବାଟରେ ବାଟ ମଙ୍ଗଳା लो ବଉଳ ଦେଖିବା ଅଠର ନଳା ସାତ ପାଞ୍ଚ ଏକ ମେଳା लो ବଉଳ ସାତ ପାଞ୍ଚ ଏକ ମେଳା लो ବଉଳ ଆଉ ନରେନ୍ଦ୍ର ସ୍ନାନ ସାରିବା ଧୀରବର କୌତୁକି ମୋର ଡେରି ବେଶ୍ରବଣ ହେଇ ଇଏ ଯାହା ଯାହା ନ୍ୟାୟ ମାନ ଏବେ ହୋଇଯିବ ଆଲୋଚନ ଇଏ ଆଗକୁ ପଣ୍ଡିତ ମାନଙ୍କ ପାଖରେ 4 ପଦ ମୋର କଥା ଜ୍ଞାନୀ ଗୁଣୀ ମୋର ବିବେକ ପଣ୍ଡଳୀ ବସିଛନ୍ତି ପୁଣି କହିଦେବି 4 କଥା ରଖ। ତାହେଲେ ପଣ୍ଡିତେ ଆମେ ଯେତେବେଳେ ବାଟ ମଙ୍ଗଳା ଅତିକ୍ରମ କରି ଯିବା ପରେ ତା ନା କାହିଁ ବାଟ ମଙ୍ଗଳା ସେ ପୁଣି ଗୋଟେ ସ୍ୱତନ୍ତ୍ର କିମ୍ବଦନ୍ତୀ ହଁ 18 ନଳାକୁ ଅତିକ୍ରମ କରେ ଆଜ୍ଞା ଆପଣଙ୍କର ସାରିଆ ଭିକ କହିଲେ 18 ନଳା ନଳା ସାର୍ ଆପଣ ଯାଇ ଗଣିବେ ନଳା 19 ତାହେଲେ ନା ନାଇଁ ଆଜ୍ଞା ହଁ 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 ଇଏ କି ଅଡୁଆ ଏତେ ଅଡୁଆ ହେ ସାରିଆ ଭିକ ଆପଣ ଲେଖିଲେ 22 ପାହାଚ ଆମେ ଗଣିଲା ବେଳକୁ 18 ଆପଣ ଲେଖିଲେ 18 ନଳା ଆମେ ଗଣିଲା ବେଳକୁ 19 ମୁଁ ମନେ ପଡୁଛି କହିଲ ଆଜ୍ଞା ଇନ୍ଦ୍ରଦ୍ୟୁମ୍ନଙ୍କ କଥା କହିକି ଟିକେ ଖୁଣ୍ଟି ଦେଇକି ଚାଲି ଯାଇଥିଲେ ନା ନାଇଁ ହଁ ତା ନୁହଁ କଣ ପାଇଁ 18 ନଳା ଲେଖା ହେଲା 19 19 ହେଲା ଯେତେବେଳେ ପ୍ରତିଷ୍ଠା ସରିଗଲା ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିର ବା ଏଇ ପୁଅ ଆଜ୍ଞା ସେତିକି ବେଳେ 3 ଜଣ ଠିଆ ହେଇଛନ୍ତି 4 ଜଣ କିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜ ତାପରେ ଠିଆ ହେଇଛନ୍ତି ଗୁଣ୍ଡିଚା ରାଣୀ ରାଣୀ ଠିଆ ହେଇଛନ୍ତି ବିଶ୍ୱାବସୁ ଶବର ଠିଆ ହେଇଛନ୍ତି ବିଦ୍ୟାପତି ଭଗବାନ ଜଗନ୍ନାଥ ଡାକିଲେ କହିଲେ
ବିଶ୍ୱାବସୁ ନା ଆଜ୍ଞା ମୋର ତ ସବୁ ସରିଗଲା, ମୁଁ ଆଉ କାହାକୁ ଦର୍ଶନ କରିବି ନା, ଚିନ୍ତା କର ନା। ତୁମ ବଂଶଧର ମାନେ ମୋର ଗୁପ୍ତ ସେବା କରିବି ଦଇତାପତି ରୂପରେ, ଚିନ୍ତା କର ନା। ତୁମ ଝିଅ ଗର୍ଭରୁ ଇଏ ବିଦ୍ୟାପତିଙ୍କ ଔରସରୁ ଯେ ପିଲା ଜନ୍ମ ନେବେ ସବୁ ମୋର ଗୁପ୍ତ ସେବା କରିବେ। ଆଜ୍ଞା ଠିଆ ହେଇଛନ୍ତି ପଣ୍ଡିତେ ମହାମହିମ ରାଜା ଇନ୍ଦ୍ରଦ୍ୟୁମ୍ନ, ହାତ ଯୋଡ଼ିଛନ୍ତି। ପ୍ରଭୁ କହିଲେ ମହାନ ପ୍ରତିଭାବାନ ବ୍ୟକ୍ତିତ୍ୱ, ତୁମେ କୁହ କ'ଣ ତୁମର ଦରକାର। ସେ କହୁଥିଲେ ସେଇ କଥା। ଇନ୍ଦ୍ରଦ୍ୟୁମ୍ନ କଲେ ପ୍ରଭୁ ଆପଣ ଦେବେ ନା, ଇଏ ଦୁନିଆରେ ନିଃସ୍ୱାର୍ଥପର ରାଜା ଇନ୍ଦ୍ରଦ୍ୟୁମ୍ନକୁ ଛାଡ଼ିଦେଲେ ମିଳିବେନି। ନା ଆମେ ଯଦି କିଏ ଟଙ୍କା କେଇଟା ଖର୍ଚ୍ଚ କରି ମନ୍ଦିର କରିଦେଲେ, ଏତେ ବଡ଼ ଫଳ କରି ଲେଖିଦେଲେ ମୋ ନାଁ ଅମକ, ମୋ ବାପା ଅମକ, ମୋ ମାଇ ଅମକ, ନା ନାଇଁ ଆଜ୍ଞା। ନିଜର ସ୍ୱାର୍ଥ, ନିଜର ପ୍ରଚାର ପ୍ରସାର ପାଇଁ ଆମେ କ'ଣ କରୁଛୁ ନା ଗୋଟେ ଫଳକ ଠାକୁରଙ୍କ ଆଗରେ ଥୋଇ ଦେଇ ତା ଦେହରେ ଠାକୁରଙ୍କ ନାଁ ଲେଖା ହଉଛି, ଆମ ନାଁ ଲେଖା ହଉଛି, ଆମେ ମାଟି ଦଳିକି ଯାଉଛୁ। କିନ୍ତୁ ଇନ୍ଦ୍ରଦ୍ୟୁମ୍ନ କେଡ଼େ ବଡ଼ ମନ୍ଦିର ତିଆରି କରିକି କ'ଣ କଲେ, ଠାକୁରେ ଆପଣ ମତେ ଦେବେ ବର, ଯଦି ବର ଦେବେ ତାହେଲେ ମୁଁ କୃତାଞ୍ଜଳି ପୁଟରେ ଏଇ ବର ମାଗୁଛି, ଦିଅନ୍ତୁ। ଆଖିରେ ଆଖିଏ ଲୁହ। ଇଏ ଦୁନିଆରେ କୋଉ ବାପା ଏପରି ବର ମାଗିବାକୁ ସାହସ କରେ ନା। ଆମେ ମାନେ ସମସ୍ତେ ନିଜର ପିଲାର ମଙ୍ଗଳ ପାଇଁ କେତେ ଚେଷ୍ଟା, କେତେ ଚିନ୍ତା କରୁଛେ। ସେ କ'ଣ କହିଲେ, ରାଜା କହିଲେ ଯେବେ ପ୍ରଭୁ ଯାଚି ଦବୁ ଦିଅ ମତେ ନଥିବେ ମୋହର ଏଇ କହିଲେ ଯଦି ବର ଦବାକୁ ଚାହୁଁଛ ମତେ ଏଇ ବର ଦିଅ, ମୋର 18ଟା ଯୁବକ ପୁଅ। କାଲି ରାତି ପାହିଲା ବେଳକୁ ଗୋଟିଏ ପୁଅ ନଥିବେ, 18ଟା ଯାକ ମରିଯିବେ। ଗୁଣ୍ଡିଚା କହିଲେ ମାଳବରୁ ଦୌଡ଼ିକିରି ଆସିଥିଲେ ଜଗନ୍ନାଥ ଧାମରେ, ଏ ଓଡ଼ିଶାରେ ଉଡ୍ର ଦେଶରେ, ଇଏ ମହୋଦଧି କୂଳରେ ମନ୍ଦିର ନିର୍ମାଣ କଲେ କ'ଣ ମୋ ବଂଶ ବୁଡ଼େଇ ଦେବାକୁ? କାନ୍ଦୁଛନ୍ତି ଗୁଣ୍ଡିଚା ରାଣୀ। ମହାପ୍ରଭୁ ଜଗନ୍ନାଥ ଠିଆ ହେଇଛନ୍ତି, ସ୍ୱାମୀ ଇନ୍ଦ୍ରଦ୍ୟୁମ୍ନ ରାଜା ଠିଆ ହେଇଛନ୍ତି, ଗୁଣ୍ଡିଚା ରାଣୀ କାନ୍ଦୁଛନ୍ତି। କହିଲେ ମା ମୁଁ କେମିତି ସହିବି? ବାବୁମାନେ, ଜ୍ଞାନୀମାନେ, କବି ବାବୁ, ଆପଣ ବୁଢ଼ା ହେଇଥିବେ, ଯଦି ଆପଣଙ୍କ ମା ଥିବ, ଗାଁରେ ଗଣ୍ଡଗୋଳ ହବ, କେହି ଯଦି ଆପଣଙ୍କ ଉପରେ ଅତର୍କିତ ଆକ୍ରମଣ କରେ, ବୁଢ଼ୀ ନଇଁ ନଇଁ ଦୌଡ଼ିଯିବ, କହିଲେ ରେ ମୋ ପୁଅକୁ ମାରି ପକେଇଲ। ବୁଢ଼ା 90 ବର୍ଷର ବାପା ବଞ୍ଚିଥିବେ, ଯଦି ଗାଁରେ ପୁଅ କ'ଣ ଭୁଲ କଲା, ସମ୍ପତ୍ତି ବି କି ବାସନ ବି କି ଘର ବି କି ପୁଅକୁ ଉଦ୍ଧାର କରିବ। ଆପଣ ମାନେ ବିଚାର କରନ୍ତୁ। ଆଜି କାନ୍ଦୁଛନ୍ତି ଗୁଣ୍ଡିଚା ରାଣୀ। କହିଲେ କ'ଣ କରିବି, ସରିଗଲା। କାରଣ ମା ସିନା ଜାଣେ ସନ୍ତାନ ବେଦନା, ମା ସିନା ଜାଣେ ସନ୍ତାନ ବେଦନା, ଆଉ ବା ବୁଝିବ କିଏ? মমতা দায়িনী সিয়ে, মমতা দায়িনী সিয়ে। মা পুଅ, মা বিନା পুଅ କଥା କିଏ ଜାଣିଛି? ଆଜ୍ଞା ଘରେ ମୋର 92 ବର୍ଷର ବୋଉ ବଞ୍ଚିଛି। ମୁଁ ଅନୁଷ୍ଠାନରୁ ଗଲେ ମୋ ଗାଲୁକୁ ଦେଖି ଜାଣିନବ, କହିବ ବାପା ଖାଇବା ପିଇବା କିଛି ଭଲ ହେଇନି ବୋଧେ, ତୋ ଗାଲ କାହିଁ ଶୁଖି ଯାଇଛି। କିନ୍ତୁ ସ୍ତ୍ରୀର ମୋ ଶରୀର ଉପରେ ନଜର ନାହିଁ, ମୋ ସ୍ୱାସ୍ଥ୍ୟ ଉପରେ ନଜର ନାହିଁ, ଏ ଦୁନିଆ କଥା କହୁଛି। କେତେ ଟଙ୍କା ପ୍ରାଇଜ ପାଇଲ, କେତେ ଟଙ୍କା ବିଦାବିଦି କଲେ, ଚେଞ୍ଜ ପଇସା ମତେ ଦିଅ, ମୁଁ ରଖିଥାଏ। ଇଏ ହଉଛି ମା। ତୋ ସ୍ତ୍ରୀ କ'ଣ ତୋତେ ଏଇଆ କହେ? ଯୋଡ଼େ ସାର୍ଟ ଚିରି ସାଇଲାଇ, ଯୋଡ଼େ ସାର୍ଟ ଚିରି ସାଇଲା ମାନେ ବେଗ ତ ଦୁଆକୁ ପକଡ଼ ଭିଡ଼ି ଦେବ। ଖାଇବା ପିଇବା ଦାୟିତ୍ୱ ବୁଝିବନି। କ'ଣ ତୁ ନଖା
କରୋନା ବେଳେ କୁଆଡେ ତୋ ସ୍ତ୍ରୀ ତୋତେ ଖାଇବାକୁ ଦେଲା ନାଇଁ? 2 ବର୍ଷ ଆଜ୍ଞା କାହିଁକି? ମାଗିକି ଖାଇଲି ମୁଁ। ପାଲା ନାହିଁ ବୋଲି ଖାଇବାକୁ ଦେଲା ଦେଲା ନାହିଁ। ବା ଯୋଗ୍ୟା ସ୍ତ୍ରୀଟି। ଆଜ୍ଞା ଭଲ ସ୍ତ୍ରୀଟେ ତାକୁ ଗୋଟେ କାମ କର ଏ? ପଞ୍ଚାୟତ ଅଫିସ ରେ ଛାଡିଦେ କାହିଁକି? ସରପଞ୍ଚଙ୍କ ଦାୟିତ୍ୱରେ ସବୁ ବୁଝେଇବ ଲୋକଙ୍କୁ। ବାଃ ବାଃ ବାଃ। ବୁଝେଇବ ନା ସବୁ ଭାଙ୍ଗି ଭୁଙ୍ଗି ରୁଜି ମାରି ନଷ୍ଟ କରିବ। ରଗଳମାଳ କରନା। ଆଜ୍ଞା ସେ କଥାଟା ଏଠି କହୁଛୁ ତୋତେ ଲାଜ ଲାଗୁନି? ସେଦିନ ଗାଁ ନଥିଲି। ଏଇ ପୁଅ ଆଜ୍ଞା ଆଜ୍ଞା ଇଏ ଦୁନିଆରେ ମା ମା ମଧୁବାବୁ କଣ କହିଲେ? ଗୋଟେ ପଦାଣ କହିଲା କହ ଦୁନିଆରେ ମା ସିନା ବଡ଼ দেবা তুচ্ছা ভাত থালি লাগই সুয়াদ লাগই ଆଗେ ଖାଲି କହୁଛନ୍ତି ବ୍ରେକ୍ ତାଙ୍କ ଦେହ ସବୁ ବ୍ରେକ୍ ତୁମେ ସେଟିଂ କଲେ ବ୍ରେକ୍ କରିବ ନା ଆଉ। ଆଜି ଯୋଉ ନାଚ ନାଚିଲେ ଦିଥର ଖଣ୍ଡେ ଆମ୍ବୁଡେଇ ପଡିଲେ ସତେ ଇଏ ବୋଧେ ବୋଧେ ଡ୍ରମ ପାର୍ଟି ବାଜା ସାଙ୍ଗରେ ନାଚନ୍ତି କହିଲେ ସନା ଆଇନାଙ୍କର ଏମିତି ହବ ନା। କାହିଁ ହବନି ତାଙ୍କର। ଗୋଟେ ଗାୟକ ଥିଲେ ଆଜ୍ଞା ସେ ମରିଗଲେଣି। ତାଙ୍କୁ କିଏ ଆଗତରା ପ୍ରଶ୍ନ ପଚାରିଦେବ ବୋଲି କହିବେ ଚିଲିକାରେ କେତେ ପାଣି ସମୁଦ୍ର କୂଳରେ କେତେ ବାଲି ଯଦି କିଏ ଗାୟକ କହିଦେବ ତାହେଲେ ମତେ ପ୍ରଶ୍ନ ପଚାରିବ। ତାମାନେ ଆକୁ ତ କେହି କହିପାରିବେନି ଆଉ ତାକୁ ପ୍ରଶ୍ନ ପଚାରିବେନି ଆଉ। ବାସ୍। ଇଏ ଆଙ୍କ ନଚା ହଉଛି ସେମିତି। ନୃସିଂହତା କଣ ନାଚେନି କି? ଆଉ କିନ୍ତୁ ସେ ନାଚିଲେ ବି ଲୋକଙ୍କର ଆଗ୍ରହ ଅଛି। ଅଛି ତୁମେ ନାଚିଲେ ସେ ନାଚକୁ ପାଉନି ନା କାରଣ ତୁମେ ଗାୟକ ଭଳିଆ ଦେଖା ଯାଉନା। ହେ ପୁଅ ଆଜ୍ଞା ତେଣୁ ସାଡ଼କୁ ଆଉ ମୁଁ ଯାଉନି ଆଜ୍ଞା। ବେଶୀ କିଛି କହିବା ଆବଶ୍ୟକ ନାହିଁ। ହେଲେ ମା ଇଏ ଦୁନିଆରେ ହଁ ମା ଗୁଣ୍ଡିଚା ଡାକିଲେ କହିଲେ ଠାକୁରେ ମହାପ୍ରଭୁ କହିଲେ କହିଲେ ମା ତୁ ଚିନ୍ତା କରନି। ମୁଁ ପଚାରିବି ଇନ୍ଦ୍ରଦ୍ୟୁମ୍ନକୁ କଣ ପାଇଁ ବାପା ହେଇ ପୁଅର ମରଣ କଥା ପରିଷ୍କାର କଲେ। ସେଇଠି ହାତ ଯୋଡ଼ିଦେଲେ ଇନ୍ଦ୍ରଦ୍ୟୁମ୍ନ କହିଲେ ଠାକୁରେ ଇଏ ଦୁନିଆରେ ଭଗବାନଙ୍କ ପାଖରେ ପ୍ରତ୍ୟେକ ବାପା ମା ତାଙ୍କର ମଙ୍ଗଳ ଚାହାନ୍ତି, ପିଲାମାନଙ୍କର ମଙ୍ଗଳ କାମନା କରନ୍ତି। ଆଜ୍ଞା ମୁଁ କଣ ପାଇଁ ମୋ ପିଲାମାନଙ୍କର ମରଣ ଚାହିଁଲି? କାହିଁକି? ଇଏ 4 ଧାମ ଭିତରେ ତ ଧାମ ଶ୍ରେଷ୍ଠ ହବ। ଇଏ ଦୁନିଆରେ ଅନ୍ଧବିଶ୍ୱାସ କୁସଂସ୍କାରରେ ଜାତି ଅଜାତିର ଭେଦ ଭାବରେ ବିଦ୍ୱେଷ ଭାବ ଜାଗିକି କେବେ ହେଲେ ଧାମ ଭିତରେ ଶାନ୍ତି ନାହିଁ, ଶୃଙ୍ଖଳା ନାହିଁ। ମୋ ପିଲାମାନେ ଯେତେବେଳେ ବଡ଼ ହେବେ ମୋ ଆଦର୍ଶରେ ସେ ଅନୁପ୍ରାଣିତ ହେବେ। ଅବଶ୍ୟ କିଛି ବିଶୃଙ୍ଖଳା ସୃଷ୍ଟି କରିବେନି ତ ଶ୍ରୀକ୍ଷେତ୍ର ଧାମରେ। ଆଜ୍ଞା ମୋ ପିଲାମାନଙ୍କର ପିଲାମାନେ ଯେତେବେଳେ ଅନାର୍ଯ୍ୟ ହେଇଯିବେ ଦାବି କରିବେ ଇଏ ମନ୍ଦିରକୁ ମୋ ବାପା ଅଜା ଅଣ ଅଜା କରିଛନ୍ତି ସେଠି ତୁ ଆଉ ରହିବୁନି। କାରଣ ମୁଁ ଜାଣିଛି ପ୍ରଭୁ ଗୋଟିଏ କଥା ହେଲେ ତୁ ଘୁଞ୍ଚି ଯାଉ, ଗୋଟିଏ ଭାବ ଦେଖିଲେ ତୁ ଦୂରେଇ ପଳାଉ। ନିଜ ମାମୁଁ ଏତେ ଶ୍ରଦ୍ଧାରେ ତୋତେ ଡାକିଲେ ସେଇ ଯୋଉ କଥାକୁ ତୁ ଘୃଣା କରୁ ସେଇ କଥାଟା ତୋ ମାମୁଁ ଭିତରେ ଥିଲା ବୋଲି ତୁ ତାକୁ ମାରିଦେଲୁ। ହାତରେ ମାରିନୁ, ଏମିତି ଦେଖାଗଲୁ ଯେ କାଳ ରୂପରେ ସେ ମଂସାରୁ ଗଳି ପଡ଼ି ମଲା। ତୋତେ ଯୋଉ ମା ବନ୍ଦିଶାଳରେ ଏତେ କଷ୍ଟ କରି ଜନ୍ମ ଦେଇଥିଲା ତୁ ଯୋଉ କଥାକୁ ଘୃଣା କରୁ ସେଇ କଥାକୁ ସେଦିନ ପରିପୋଷଣ କରି ଯେତେବେଳେ ଡାକିଲା ସେ ଡାକଟା ତୋ କାନରେ ପଡ଼ିଲାନି। ଟିକେ ବିଚାର କରନ୍ତୁ, ଏ କଥା ଉପରେ ଗୁରୁତ୍ୱ ଦିଅନ୍ତୁ। ପାଲା ତର୍ବର ନୁହଁ। ଯୋଉ ଦେବକୀ ମା କେତେ କଷ୍ଟ କରି ଜନ୍ମ ପ୍ରସବଜାତ ସନ୍ତାନକୁ ପିଠା କରି ମାରିଲା ଭାଇ କଂସ, ତଥାପି ଧୈର୍ଯ୍ୟ ଧରିଛନ୍ତି ସ୍ୱାମୀ ସ୍ତ୍ରୀ 2 ଜଣ। ଏତେ କଷ୍ଟ କରି ବନ୍ଦିଶାଳରେ ଜନ୍ମ କଲେ ପୁଅକୁ। ସେ ପୁଅକୁ ଯେତେବେଳେ କେତେ ଚେଷ୍ଟା କଲେ କେମିତି ମୋ ପୁଅ କଂସ କବଳରୁ ରହିବ। ବଞ୍ଚିଲା ପରେ ଯେତେବେଳେ ପ୍ରଭାସ ତୀର୍ଥରେ ଯଜ୍ଞ ହେଲା ଇଏ ଜନ୍ମଦାତ୍ରୀ ମା ବନ୍ଦିଶାଳରେ କଷ୍ଟ କରି ଜନ୍ମ କରିଥିଲା, ଡାକିଲା ପ୍ରଭୁଙ୍କ କାନରେ ପଡ଼ିଲା। ତା ମାନେ କ'ଣ ଯଶୋମତୀ ମାଇକି ନଗେଇକିରି ଡାକିଥିଲା? ଇଏ କ'ଣ ଆସ୍ତେ ଆସ୍ତେ ଡାକିଥିଲା? ନାଇଁ ଆଜ୍ଞା,
କାହିଁକି ଠାକୁର ଶୁଣିଲେନି? ଯୋଉ ମା ବନ୍ଦିଶାଳରେ ଏତେ କଷ୍ଟ କରି ଜନ୍ମ କରିଥିଲା ପ୍ରଭୁ କାହିଁକି ପ୍ରଭାବିତ ହେଲେନି? ଗୋଟିଏ ପଦ କୃଷ୍ଣ ପ୍ରସାଦ ବସୁବ ଦେଖିଲି। ଯାଜପୁର କବି କହିଲେ ଏ ହେ ବାସୁଦେବ ଆସ ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ମୁଁ କଣ ପାଇଁ ମୁଁ ବାପା ହେଇ ପିଲାମାନଙ୍କର ମରଣର ବର ମାଗିଲି। ହେ ବାସୁଦେବ ଆସ ଯଦୁବ ତେଣୁ ଭଗବାନ ଅହଙ୍କାରକୁ ଭଲ ପାଆନ୍ତିନି ଆଜ୍ଞା। ନା ମୁଁ ଗୋଟିଏ ପଦ ଆପଣମାନଙ୍କୁ ଶୁଣଉଛି ଲେଖିଲେ ହରିବନ୍ଧୁ ଦାସ। ମୁଁ ହାତ ଯୋଡୁଛି। ଗାୟକ ଶେଖର ଜଗନ୍ନାଥ ବେହେରା ବି କହିଥିଲେ କହିଲେ ନନା ପୁଏ ବ୍ରାହ୍ମଣୀ ପୁଅ ଯେଡ଼େ ବଡ଼ ଗାୟକ ତୁ ହ କେବେ ହେଲେ କହିବୁନି ମୋ ଏ ଜାଗାରେ ମୋ ପାଲା ଭଲ ହେଲା ସେ ଗାୟକର ଖରାପ ହେଇଗଲା। ସାର୍ ମାନେ କଳାକାର ଭିତରେ ଯୋଉଦିନ ଗର୍ବ ଆସିବ କଣ ସାର୍ ଉଠି ପଳେଇଲେ? ଆଚ୍ଛା ଆଜ୍ଞା ଆମେ ପୁଡ଼ିଆ ପାଇଁ ଯାଉଛୁ। ଖାଲି ତୁମେ ପୁଡ଼ିଆ ଖାଇବା ଆମେ ଖାଇବୁନି। ଖାଇବେ ଦେବେନି ନା। ଆଜ୍ଞା ଆଜ୍ଞା ଇଏ ଯୋଉଦିନ କଳାକାରଙ୍କ ଭିତରେ ଗର୍ବ ଆସିବ ମଉସା ସେ ଗଲା। ସେତି ଖାଲି କଳାକାର ନୁହଁ ଆପଣ ଚାଷ କରୁଛନ୍ତି ତ କହିବେନି ମୋ ବିଲରେ ଭଲ ଧାନ ହେଇଛି ନା ସରିଗଲା ଆଉ ହବନି। ମୂର୍ତ୍ତି ତିଆରି କରୁଛି ଜଣେ ଶିଳ୍ପୀ ସେ ଯୋଉଦିନ କହିବ ମୁଁ ମୋ ମୂର୍ତ୍ତି ତିଆରି ସନ୍ତୁଷ୍ଟ ସରିଗଲା ଆଉ ହବନି। ତେଣୁ ମୋ କହିବାର ତାତ୍ପର୍ଯ୍ୟ ଭଗବାନ ସବୁକୁ ଭଲ ପାଆନ୍ତି। ଗୋଟିଏ କଥା ଭଲ ପାଆନ୍ତି ନା ହରିବନ୍ଧୁ ଦାସ କହିଲା ଗରବ ଗଞ୍ଜନ ହରି ଗରବ ଗଞ୍ଜନ ହରି ଗରବ ସହନ୍ତି ନାହିଁ କାହାରି ସେ ତ ବିନ ବନ୍ଧୁ ଦଇ ତାରି ଦଇ ତାରି ସେ ତ ଭଗବାନ ସବୁକୁ ସହିଛି ଗର୍ବ ସହିନି। ଇନ୍ଦ୍ରଦ୍ୟୁମ୍ନ ହାତ ଯୋଡ଼ି ଦେଲେ କହିଲେ ଠାକୁରେ ମୁଁ ଚାଲିଯିବି ମୋ ପିଲାମାନେ ମରିଯିବେ ମୋର ପୁତ୍ର ପୌତ୍ର ପ୍ରପୌତ୍ର ଏମାନେ ଯେତେବେଳେ ଅହଙ୍କାରରେ କହିବେ ଭକ୍ତମାନଙ୍କୁ ମୋ ଜେଜେ କି ଆମ ପିତୃ ପିତାମହ ପ୍ରପିତାମହ ବଂଶଧର କରିଛନ୍ତି ଏ ମନ୍ଦିର ତୁ ଆଉ ରହିବୁ ନାଇଁ ତେଣୁ ମରିଦେଲି ଏ ପିଲାମାନଙ୍କୁ ମରିବା ପାଇଁ ଆପଣଙ୍କ ନିକଟରେ ଆପତ୍ତି କଲି। ଇଏ କଥା ମା ବୁଝିବ ନା। ସାଧୁବାଦ ଜଣେଇଲେ ଭଗବାନ କହିଲେ ଧନ୍ୟ ତୁମେ ଇନ୍ଦ୍ରଦ୍ୟୁମ୍ନ ଧନ୍ୟ ତୁମ ବିଚାରଧାରା। ଇଏ ବିଶ୍ୱର ମଙ୍ଗଳ ପାଇଁ ପିଲାମାନଙ୍କୁ ବଳି ଦେଇଦେଲ। ବିଶ୍ୱର ମଙ୍ଗଳ ପାଇଁ କଳି ଯୁଗରେ କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା ସେଦିନ କିଏ ଡେଇଁ ପଡ଼ିଲା ସମୁଦ୍ର ଗର୍ଭକୁ। ମୋ ବାବୁମାନେ ଜ୍ଞାନୀମାନେ ବିଚାର କରନ୍ତୁ ବିଶ୍ୱ ମଙ୍ଗଳ ପାଇଁ ସେଦିନ ଜଣେ ବାବାଜୀ ନିଜ ଶରୀରକୁ ଦେଇଦେଲେ ବଜ୍ର ତିଆରି କଲେ ବିଶ୍ୱର ମଙ୍ଗଳ ପାଇଁ ଦେବରାଜ ଇନ୍ଦ୍ର। ଏହି ପୁଅ ଆଜ୍ଞା ବିଶ୍ୱର ମଙ୍ଗଳ ପାଇଁ ନଚିକେତା କେତେ କଣ ତ୍ୟାଗ କରିନାହାନ୍ତି। ସେଦିନ ବାଜିରାଉତ ବିଶ୍ୱର ମଙ୍ଗଳ ପାଇଁ ବାଜିରାଉତ ଟଳି ପଡ଼ିଲା ଗୋରା ସାହାବଙ୍କ ଗୁଳି ଚୋଟରେ। କହିଲା ବାଜିଆ ଧରମା ନାହାନ୍ତି ଏ ଦେଶେ
জিয়া ধর্মা নাচিয়ে দেশে জাতি ইতিহাসে কৃতিয়া জিহাদে জাতি ইতিহাসে ମୁଁ ବିଶେଷ ଭାବରେ କ୍ଷମା କରିବେ ଏ ପୁଅ ଆଜ୍ଞା ମନ୍ତ୍ରୀ ନେତାଙ୍କୁ ମୁଁ ଯେତିକି ଭକ୍ତି ନ କରେ ଆଜ୍ଞା ଯେତେବେଳେ କାମ ତାଙ୍କ ପାଖରେ ସାଧନ ହବାର ଥିବ ମିଛରେ ନମସ୍କାର କରେ ହଁ କିନ୍ତୁ ମୁଁ ମୁଣ୍ଡିଆ ମାରେ ଅନ୍ତରର ଗଭୀରତମ ପ୍ରଦେଶରୁ କୃଷକଙ୍କୁ ସୈନିକଙ୍କୁ ସେ କୁସୁକୁ କାହିଁ ନମସ୍କାର କରନ୍ତି କୃଷକଙ୍କୁ ନମସ୍କାର କରିବିନି ସେ ଖାଦ୍ୟ ଯୋଗେଇଛି ବିଶ୍ୱକୁ କିଏ କୃଷକ ଆପଣ ପଣ୍ଡିତ ହୁଅନ୍ତୁ ନେତା ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ ଡକ୍ଟର ହୁଅନ୍ତୁ ହଁ ଆପଣ ଟଙ୍କା ରୋଜଗାର କରି କ'ଣ ଟଙ୍କା ଖାଇବେ ନା ତାଳୁ ଝାଳ ତଳିପାରେ ମାରି କୃଷକ କୃଷି କ୍ଷେତ୍ର ଅକ୍ଳାନ୍ତ ପରିଶ୍ରମ କରି ଶସ୍ୟ ଦେବାରୁ ଆମେ ଖାଉଛୁ ବାଃ। ବଡ଼ ପଣ୍ଡୁସର ଗାଁ ଲୋକ ପାଲା ସରିଲେ ପଇସା ଦେବେ ହଁ, ହଁ। ଇଏ ଚୁଡ଼ା ଭଜା କିଏ ତିଆରି କରିଛି ଦୋକାନୀ ଚୁପ୍ ହେଁ? କୃଷକ ତିଆରି କରିଛି କୃଷକ ତେଣୁ କୃଷକ ଆମର ପ୍ରାଣଦାତା ଆଜ୍ଞା ଆଉ କିଏ ପ୍ରାଣଦାତା କହିଲ ଏମନ୍ତ ସୈନିକ ସୈନିକ ନିଜର ପରିବାରକୁ ତୁଚ୍ଛ କରି ଆଜ୍ଞା ଖାତର ନ କରି ମରଣକୁ ସୀମାନ୍ତରେ ଜଗିଥିବାରୁ ଆମେ ସିନା ପାଲା ଗାଉଛୁ ଆଜ୍ଞା ହଁ ତେଣୁ କୃଷକ ସୈନିକଙ୍କୁ ମୁଁ ବିଶେଷ ଭାବରେ ମୁଣ୍ଡ ନୁଆଇଁ ନମସ୍କାର କରେ ବାଃ ବାପା ଆଜ୍ଞା ଇଏ ବିଶ୍ୱରେ ଜଗନ୍ନାଥ ଧାମରେ ଅହଙ୍କାର ରହିବନି ନା। ଜାତି ଅଜାତି ଭେଦ ରହିବନି ନା। ସେଇଥିପାଇଁ ପୁଅ ମାନଙ୍କର ମରଣ ମାଗିଲି ହେଲେ ଗୁଣ୍ଡିଚା ରାଣୀ ମନ ବୁଝିବ ନା ମା ପରା ଗୁଣ୍ଡିଚା ରାଣୀ କି ଭଗବାନ ଜଗନ୍ନାଥ ବୁଝେଇଲେ କହିଲେ ଲୋ ମା ହଁ ମା ଦିନ ଆସିଥାନ୍ତା ତୋ ପିଲାମାନେ ମରିଥାନ୍ତେ ହଁ ନା ବଞ୍ଚିଥାନ୍ତେ ନା ମୋର ଥାନ୍ତେ କିନ୍ତୁ କିଛି ଲାଭ ହେଇନଥାନ୍ତା କାହିଁକି ପ୍ରଭୁ ଏଠି ମରିଗଲେ ଲାଭ ହବ ମାନେ ଇଏ ବିଶ୍ୱ ଯେତେ ଦିନ ଯାଇଥିବ ମୋ ଧାମ ଯେତେ ଦିନ ଯାଇଥିବ ହଁ ତୋ ପୁଅ ମାନେ ବଞ୍ଚିବେ ମରିକିରି ବଞ୍ଚିବେ କେମିତି ପ୍ରଭୁ ହଁ